आचार्य चाणक्यଙ୍କ ଏହି ଚାରୋଟି କଥାକୁ ଜାଣି ଆପଣ କୌଣସି ମହିଳାଙ୍କ ବ୍ୟବହାରକୁ ସହଜରେ ବୁଝିପାରିବେ। ବନ୍ଧୁଗଣ, ଭିଡିଓଟିକୁ ପୁରା ଦେଖିବେ। ମହିଳାମାନଙ୍କୁ ଭଗବାନଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଏମିତି ରଚନା କୁହାଯାଏ ଯାହା ଭଗବାନ ନିଜେ ବି କେବେ ବି ବୁଝିପାରି ନାହାନ୍ତି। କୌଣସି ମହିଳା କେତେବେଳେ କଣ କରିବେ ତାହା କେହି ଜାଣନ୍ତି ନାହିଁ। ଏହା ଜଣେ ସାଧାରଣ ବ୍ୟକ୍ତି ହୁଅନ୍ତୁ କିମ୍ବା ଅତି ବୁଦ୍ଧିମାନ ବ୍ୟକ୍ତି ହୋଇଥାନ୍ତୁ, ପ୍ରତ୍ୟେକ ମଣିଷ ପାଇଁ ଜଣେ ମହିଳାଙ୍କୁ ସମ୍ପୂର୍ଣ୍ଣ ଭାବେ ବୁଝିବା ଅତ୍ୟନ୍ତ କଷ୍ଟକର। ଏପରି କାର୍ଯ୍ୟ ଚାଣକ୍ୟ ମଧ୍ୟ ଏହା କହି ଯାଇଛନ୍ତି ଯେ କୌଣସି ମହିଳାଙ୍କୁ ଦେଖି କହିହେବ ନାହିଁ ଯେ ସେ ଦୁଃଖ ଅଛନ୍ତି କିମ୍ବା ସୁଖରେ ଅଛନ୍ତି ବୋଲି ଏହା ଅନୁମାନ କରିବା କଷ୍ଟସାଧ୍ୟ। ମହିଳାମାନେ ପୁରୁଷଙ୍କ ଅପେକ୍ଷା ଶାରୀରିକ ଭାବରେ ଦୁର୍ବଳ ବୋଲି ବିବେଚନା କରାଯାଏ, କିନ୍ତୁ ମହିଳାମାନେ ଆଦର୍ଶଗତ ଏବଂ ଭାବପ୍ରବଣ ଭାବରେ ବହୁତ ଶକ୍ତିଶାଳୀ ହୋଇଥାନ୍ତି, ଯାହା ସେମାନଙ୍କର ଆଚରଣକୁ ବୁଝିବା କଷ୍ଟକର ହୋଇଥାଏ। ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିଶାସ୍ତ୍ରରେ ମହିଳାମାନଙ୍କର କିଛି ଅଭ୍ୟାସ ବିଷୟରେ କହିଛନ୍ତି, ଯାହା ଦେଖି ଆମେ ମହିଳାମାନଙ୍କର ପ୍ରକୃତିକୁ ବୁଝିପାରିବା। ଈଶ୍ୱରଙ୍କ ପ୍ରତି ଆସ୍ଥା। ଯେଉଁ ମହିଳାମାନେ ଭଗବାନଙ୍କ ପ୍ରତି ବହୁତ ବିଶ୍ୱାସ ରଖିଥାନ୍ତି, ସେମାନେ ଜୀବନରେ କେବେ ବି କୌଣସି ଅସୁବିଧାରେ ବିଚଳିତ ହୋଇନଥାନ୍ତି ବା ପଛଘୁଞ୍ଚା ଦେଇନଥାନ୍ତି। ତାଙ୍କର ମନ ବହୁତ ଶାନ୍ତ ଏବଂ ଏକାଗ୍ରଚିତ ହୋଇଥାଏ। ସେମାନେ ନିଜ ଲକ୍ଷ୍ୟ ହାସଲ କରିବା ପାଇଁ କଠିନ ପରିଶ୍ରମ କରିଥାନ୍ତି। ଆଖପାଖର ଲୋକଙ୍କ କଥା କିମ୍ବା ସେମାନଙ୍କର ପରାଜୟ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ। ସେମାନେ କେବଳ ତାଙ୍କ ନିଜ ଭଗବାନଙ୍କୁ ତାଙ୍କର ସାହାରା ବୋଲି ଭାବି ଜୀବନ ଏବଂ ଲକ୍ଷ୍ୟ ବିଷୟରେ ଭାବିଥାନ୍ତି। ସେମାନଙ୍କୁ କୌଣସି ଦୁଃଖ ସହଜରେ ବିଚଳିତ କରିପାରେ ନାହିଁ। କାର୍ଯ୍ୟରେ ଅଳସୁଆ ହେବା। ନୀତିଶାସ୍ତ୍ର ଅନୁସାରେ ମହିଳାମାନେ ପରିଶ୍ରମୀ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେମାନଙ୍କର ଲକ୍ଷ୍ୟ ସହିତ ଘରର ପରିବାରର ଦାୟିତ୍ୱ ମଧ୍ୟ ରହିଥାଏ। ଏପରି ପରିସ୍ଥିତିରେ ଯେଉଁ ମହିଳା ମାନେ କାମ ପ୍ରତି ଅଳସୁଆ ଦେଖାନ୍ତି, ସେ ନିଜ ଘରର ପରିଚାଳନା କରିବାରେ କିମ୍ବା ଲକ୍ଷ୍ୟ ହାସଲ କରିବାରେ ସକ୍ଷମ ନୁହନ୍ତି। ସଫଳତା ପାଇବା ପାଇଁ ସେମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏହିପରି ମହିଳାମାନେ ମଧ୍ୟ ସମାଜରେ ଅଧିକ ସମ୍ମାନ ପାଆନ୍ତି ନାହିଁ। ସବୁକିଛି କାର୍ଯ୍ୟ ପ୍ରତି ଅନୁଶାସିତ। ନୀତିଶାସ୍ତ୍ର ଅନୁଯାୟୀ ଯେଉଁ ମହିଳାମାନେ ପ୍ରତ୍ୟେକ କାର୍ଯ୍ୟ ପାଇଁ ଶୃଙ୍ଖଳିତ, ସେମାନେ ଜୀବନରେ ସେମାନଙ୍କର ବହୁତ କିଛି ହାସଲ କରିଥାନ୍ତି। ଅନୁଶାସନରେ ରହିବା କାରଣରୁ ସେମାନେ ସମସ୍ତ କାର୍ଯ୍ୟ ଠିକ୍ ସମୟରେ
ସମାପ୍ତ କରିଥାନ୍ତି ଏବଂ ସେମାନଙ୍କୁ କୌଣସି ଅସୁବିଧା ହୋଇନଥାଏ। ଏହି କାରଣରୁ ଏହି ମହିଳାମାନେ ମଧ୍ୟ ସର୍ବତ୍ର ବହୁତ ସମ୍ମାନ ପାଇଥାନ୍ତି। ଏହି ମହିଳାମାନେ ମଧ୍ୟ ସେମାନଙ୍କର ସମସ୍ତ କାର୍ଯ୍ୟକୁ ଏକ ଶୃଙ୍ଖଳିତ ଭାବରେ କରିଥାନ୍ତି। ଅନ୍ୟମାନଙ୍କ ପ୍ରତି ଈର୍ଷା କରିବା। ଏମିତି କୁହାଯାଏ ଯେ ଯେଉଁ ମହିଳାମାନେ ଅନ୍ୟ ମହିଳାଙ୍କ ପ୍ରତି ଈର୍ଷାର ଭାବ ରଖିଥାନ୍ତି ସେମାନେ ନିଜ ଅପେକ୍ଷା ଅନ୍ୟମାନଙ୍କ ବିଷୟରେ ସର୍ବଦା ଭାବିଚିନ୍ତି ହୋଇଥାନ୍ତି। ସେ ତାଙ୍କ ସଫଳତା ବିଷୟରେ ଚିନ୍ତା ନ କରି ଅନ୍ୟକୁ ତଳକୁ ଖସେଇବା ପାଇଁ ଚିନ୍ତା କରନ୍ତି। ଏହିପରି ମହିଳାଙ୍କ ଉପରେ ବିଶ୍ୱାସ କରିଲେ ସେମାନେ ଆପଣଙ୍କୁ ଅସୁବିଧାରେ ପକାଇ ପାରନ୍ତି। ଏହି ମହିଳାମାନେ କୌଣସି ପୁରୁଷକୁ ନିଜ ସ୍ୱାର୍ଥ ପାଇଁ ବ୍ୟବହାର କରିବା ପୂର୍ବରୁ ଥରେ ବି ଚିନ୍ତା କରନ୍ତି ନାହିଁ। ଏପରି ମହିଳାମାନଙ୍କ ଠାରୁ ଦୂରେଇ ରହିବା ଉଚିତ। ବନ୍ଧୁଗଣ, ଏମିତି ବନ୍ଧୁଗଣ, ଯଦି ଆମର ଭିଡ଼ିଓଟି ଭଲ ଲାଗିଲା ସବସ୍କ୍ରାଇବ କରିବାକୁ ଜମାରୁ ଭୁଲିବେନି। ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସେୟାର କରନ୍ତୁ। ଧନ୍ୟବାଦ।